প্রিয় দর্শক বন্ধুগণ নমস্কার। আসি যাইছি নতুন আপডেট নিয়ে। আজই 28 সেপ্টেম্বর রবিবার পূর্ণি ঘূর্ণিবলয়টি অবপাত নেওয়া পরে উত্তর আন্ধ্রপ্রদেশ, দক্ষিণ উড়িষ্যা এবং ছত্তিশগড়ের প্রবল বর্ষা লাগি রয়েছে, যাহা ফଳରେ উড়িষ্যাରେ ইয়েলো আলর্ট জারি ହୋଇଅଛି। ଏହି ଘୂର୍ଣ୍ଣିବଳୟଟି ଉତ୍ତର ପଶ୍ଚିମ ହୋଇ ପଶ୍ଚିମ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଡ଼କୁ ଗତି କରୁଅଛି। 10ଟି ଜିଲ୍ଲା ଜାଣିବା ପୂର୍ବରୁ ଯଦି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି କି ଚ୍ୟାନେଲଟିକୁ ଫଲୋ କରିନାହାନ୍ତି, ତେବେ ସବସ୍କ୍ରାଇବ୍ ଏବଂ ଫଲୋ କରି ବେଲଟିକୁ ଅନ୍ କରି ରଖନ୍ତୁ, ଯାହା ଫଳରେ ସର୍ବପ୍ରଥମେ ଲେଟେଷ୍ଟ ଅପଡେଟଟି ଆପଣଙ୍କ ପାଖକୁ ଯିବ। 10ଟି ଜିଲ୍ଲା ପ୍ରବଳ ବର୍ଷା ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମାଲକାନଗିରିରେ ପ୍ରବଳ ବର୍ଷା ଲାଗି ରହିବ। ବିଜୁଳି ଘଡ଼ଘଡ଼ି ସହ ପବନ ବହିବ। ପବନର ବେଗ 30 କିଲୋମିଟରରୁ 40 କିଲୋମିଟର ରହିବ ଏବଂ ବର୍ଷାର ପରିମାଣ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ରହିବ। 20ଟି ଜିଲ୍ଲାରେ ସାମାନ୍ୟ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବାଲେଶ୍ୱର, ଭଦ୍ରକ, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ସାମାନ୍ୟ ବର୍ଷା। ପାଗ ଶୁଖିଲା ରହିବ। କେଉଁ ଜାଗାରେ ସାମାନ୍ୟ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ 30ରୁ 40 କିଲୋମିଟର ରହିବ। ବର୍ଷାର ପରିମାଣ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। ଏହି ଘୂର୍ଣ୍ଣିବଳୟଟି ଆସ୍ତେ ଆସ୍ତେ ପଶ୍ଚିମ ଆଡ଼କୁ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି। 30 ସେପ୍ଟେମ୍ବର 1 ଅକ୍ଟୋବରକୁ ନୂତନ କରି ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି ଆଣ୍ଡାମାନ ନିକଟରେ। ଏହି ଲଘୁଚାପଟି ଉତ୍ତର ପଶ୍ଚିମ ହୋଇ ପଶ୍ଚିମ ଆଡ଼କୁ ଗତି କରିବ ଓଡ଼ିଶା ପଟେ, ଯାହା ଫଳରେ ଶାରଦୀୟ ଦୁର୍ଗାପୂଜାର ବ୍ୟାଘାତ ହୋଇପାରେ। ଥାଇଲ୍ୟାଣ୍ଡ, ମିଆଁମାର, ବାଂଲାଦେଶ ବର୍ଷା ଲାଗି ରହିବ। 2 ଅକ୍ଟୋବରରେ ଓଡ଼ିଶା ଉପକୂଳରେ ଅବସ୍ଥାନ କରିବ, ଯାହା ଫଳରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି। ଲାଇକ୍, କମେଣ୍ଟ, ସେୟାର ଏବଂ ଫଲୋ କରି ସମସ୍ତଙ୍କୁ ଦେଖିବାର ସୁଯୋଗ କରିଦିଅନ୍ତୁ।